ଆଜି ପହଞ୍ଚି ଯାଇଛୁ ପି କୃଷ୍ଣାଙ୍କ ଛାତ ଉପର ବଗିଚାକୁ। ସେ ବଗିଚାରେ ନାନା ପ୍ରକାର ପନିପରିବା ଚାଷ କରିଛନ୍ତି। ସେ ଛାତ ଉପରେ ଦେଖୁଛନ୍ତି ଝୁଡ଼ଙ୍ଗ, ଏସବୁ ଝୁଡ଼ଙ୍ଗ ଦେଖୁଛନ୍ତି। ଝୁଡ଼ଙ୍ଗ ଚାଷ କରୁଛନ୍ତି, କଲରା ଚାଷ କରୁଛନ୍ତି, କାକୁଡ଼ି ଦେଖୁଛନ୍ତି, କାକୁଡ଼ି। ତାପରେ କଲରା ଦେଖନ୍ତୁ, ଫୁଲ ଫୁଟିଛି ଆଉ କଷି ଗୁଟି ଗୁଟି ଆସୁଛି ବି। ଦେଖୁଛନ୍ତି ସୁନ୍ଦର ବଗିଚାଟିଏ ଛାତ ଉପରେ ପି କୃଷ୍ଣା କରିଛନ୍ତି। ଏ ଦେଖନ୍ତୁ କଲରା କଷି। ତାଙ୍କ ବଗିଚା କାକୁଡ଼ି କଷି, ଝୁଡ଼ଙ୍ଗ ବିଭିନ୍ନ ପ୍ରକାର, ବେଶୀ ଏସବୁ କାକୁଡ଼ି, ଝୁଡ଼ଙ୍ଗ, ଏଇଟା ଝୁଡ଼ଙ୍ଗ କେମିତି ଦେଖ ମାନେ ଫଳିଛି ଦେଖନ୍ତୁ। ଏମିତି ସୁନ୍ଦର ବଗିଚାଟି କରି ସେ ଲାଭବାନ ହେଇଛନ୍ତି। ସେ ଘରେ ବ୍ୟବହାର କରୁଛନ୍ତି ତଥା ବିକ୍ରି କରି ଦୁଇ ପଇସା ରୋଜଗାର ମଧ୍ୟ କରୁଛନ୍ତି। ଏ ଦେଖନ୍ତୁ ଝୁଡ଼ଙ୍ଗ, ପ୍ରାୟ ଝୁଡ଼ଙ୍ଗ ଚାଷ କରି ସେ ବହୁତ ବିକ୍ରି କରିଛନ୍ତି। ସେ ନିଜେ ବ୍ୟବହାର କରୁଛନ୍ତି ତଥା ଆଖପାଖ ଅଞ୍ଚଳରେ ସେ ବିକ୍ରି କରୁଛନ୍ତି। ଲୋକେ ବଗିଚା ପାଖକୁ ଆସିକିରି ଜିନିଷ ନେଇପାରୁଛନ୍ତି। ଦେଖନ୍ତୁ କେମିତି ଟମାଟର ଫଳିଛି, ଟମାଟର ଦେଖୁଛନ୍ତି, ଦେଖନ୍ତୁ ବିନ୍, ଏଇଟା ସେ ଲହ ବିନ୍ କେମିତି, ହଁ ଲହ ବିନ୍। ଦେଖନ୍ତୁ ଝୁଡ଼ଙ୍ଗ କେଟା ହେଇକି ଝୁଡ଼ଙ୍ଗ, ଏଇଟା ଗଛ ବିନ୍ ସାଙ୍ଗେ ଲହ ବିନ୍ ବି ଅଛି। ଏବେ ଏଇଟା କଷି ଲମ୍ବୁଛି। এটা ପୁରୁଣା ସରକାରୀ ଜହ୍ନି, এটা ଆମ ସାଇଡ଼ର ଜହ୍ନି ନୁହଁ, ବିଦେଶରୁ ଏ ଜହ୍ନି ଅଣାଯାଇଛି। ଦେଖନ୍ତୁ ଏ ବିଦେଶର ଜହ୍ନି, ଏ ଦେଖନ୍ତୁ କେମିତି ହେଇଛି। ଦେଖନ୍ତୁ ପୁରା ଗଣ୍ଠି ଗଣ୍ଠି ଫଳିଛି। ଏବେ ସେ ନୂଆ ଗଛ ଲଗାଇବା ଲାଗି ପ୍ରସ୍ତୁତ ହେଉଛନ୍ତି। ଦେଖନ୍ତୁ ଏଟା ପୁରୁଣା ଜହ୍ନି, ପୁରୁଣା ଗଛରେ ମଧ୍ୟ ଫଳ ଆସିଛି।
ଦେଖ ଝୁଡ଼ଙ୍ଗ ଚାଷ କରି ବହୁତ ଲାଭବାନ ହେଇଛନ୍ତି। ସେ ଏ ଜହ୍ନି ବିନ୍, এটা ବିନ୍ କେମିତି ଫୁଲ ଫୁଟିଛି। ଏବେ ନୂତନ ଭାବେ ବିନ୍ ଲଗେଇଛନ୍ତି। ବିନ୍ ଆଉ କିଛି ଦିନ ପରେ ବିନ୍ ଫଳିବା ଆରମ୍ଭ କରିବ। ଦେଖନ୍ତୁ ଏସବୁ ବିନ୍, ସବୁ ବିନ୍। ଦେଖ ଫୁଲ ଦେଖନ୍ତୁ। ଏଇଟା ବିଦେଶର ମାନେ ଜହ୍ନି। ଏଇଟା ଫୁଲ ଆସୁଛି, ତାପରେ କିଛି ଦିନ ପରେ କଷି ଲମ୍ବ ଆଉ ଫଳିବ। ଏ ଛୋଟ ଛୋଟ କଷି ଏମିତି ସେ ଛାତ ଉପରେ ବଗିଚା କରି ସେ ଏ ଅଞ୍ଚଳରେ ସୁଖ୍ୟାତି ଅର୍ଜନ କରିଛନ୍ତି।